आज मु आपणମାନଙ୍କ ପାଇଁ ନେଇ ଆସିଛି ଏକ ବହୁତ ସହଜ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ପିଠା ରେସିପି। ଏହି ପିଠାକୁ ଆମେ ନା ବିରି ନା ଚାଉଳରେ କେବଳ ହିଁ ଗହମ ଅଟାରୁ ପ୍ରସ୍ତୁତ କରିବା। ଅତି କମ୍ ସାମଗ୍ରୀରେ ଅଳ୍ପ ସମୟରେ ତିଆରି ହେଉଥିବା ଏହି ପିଠା ଖାଇବାକୁ ବହୁତ ନରମ ଆଉ ସ୍ୱାଦିଷ୍ଟ ମଧ୍ୟ। ତାହେଲେ ଡେରି କାହିଁକି, ଚଲନ୍ତୁ ଆମର ଏହି ରେସିପିଟି ଷ୍ଟାର୍ଟ କରିବା। ସେଥିପାଇଁ ଆପଣ ଭିଡ଼ିଓଟିକୁ ଫୁଲ୍ ୱାଚ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଆସିଥିବେ ତାହେଲେ ସବସ୍କ୍ରାଇବ୍ କରିଦେବେ। ନମସ୍କାର, ମୁଁ ରୋଜାଲିନ୍ ଆପଣମାନଙ୍କୁ ସ୍ୱାଗତ କରୁଛି RSNV ହୋମ୍ କୁକିଂକୁ। ଏବେ ଚାଲନ୍ତୁ ବିନା ଚାଉଳରେ, ବିନା ବିରିରେ ବା ବିନା ଯନ୍ତଣୀରେ ଆମେ ପିଠା ପ୍ରସ୍ତୁତ କରିବା। ପ୍ରଥମେ ମୁଁ ଗୋଟେ ବାଉଲ୍ ନେଇଯାଇଛି। ଏବେ ଆମେ ସେଥିରେ ଦେଇଦେବା ଅଟା। ତ ଏଇ ଗିନାରେ ମାପିକି ମୁଁ 2 ଗିନା ଅଟା ନେଇଯିବି। ଆପଣ ଯଦି ଅଧିକ ପିଠା ବନେଇବାକୁ ଚାହୁଁଛନ୍ତି ତାହେଲେ ସେଇ ଅନୁସାରେ ଆପଣ ଅଟା ୟୁଜ୍ କରିବେ। ତ ଏଇଠି ମୁଁ 2 ଗିନା ଅଟା ନେଇଯାଇଛି। ଏବେ ଆମେ ଅଟାର ଗୋଟେ ବ୍ୟାଟରଟେ ତିଆରି କରିବା। ବ୍ୟାଟରଟେ ତିଆରି କରିବା ପାଇଁ ସେଥିରେ ଆମେ ପାଣି ଦେବା। ତ ଏଇଠି ମୁଁ ଉଷୁମ ପାଣି ନେଇଛି, ଆପଣ ଚାହିଁଲେ ଥଣ୍ଡା ପାଣି ବି ନେଇପାରିବେ। ପ୍ରଥମେ ମୁଁ ଏଇଠି 1 ଗିନା ପାଣି ଦେଇ ଦେଉଛି। ପାଣି ଦେଇ ସାରିଲା ପରେ ଅଟା ସହିତ ପାଣିକୁ ହାଲକା ହାଲକା କରିକି ମିଶେଇ ନେବା। ଏଇଠି ଦେଖନ୍ତୁ ଆମର ଆହୁରି 1 ଗିନା ପାଣି ଦରକାର ଅଟାକୁ ପାଣି ସହିତ ଭଲସେ ମିକ୍ସ କରିବା ପାଇଁ। ଏବେ ଆମେ ଭଲସେ ମିକ୍ସ କରିବା। ଏଇଠି ଆମେ 2 ଗିନା ପାଣି ଦେଇ ଦେଇଛେ, ତଥାପି ଆମର ଅଟାଟା ବହଳିଆ ରହିଛି, ଖଣ୍ଡ ଖଣ୍ଡ ବି ରହିଛି। ଏବେ ଆମେ ସେଥିରେ ଅଧା ଗିନା ପାଣି ଦେଇଦେବା। ଅଧା ଗିନା ପାଣି ଦେଇ ସାରିଲା ପରେ ଏହାକୁ ଭଲସେ ମିକ୍ସ କରିବା। ଆପଣ ଏ ବ୍ୟାଟରଟାକୁ ବେଶୀ ବହଳିଆ କରିବେନି କି ବେଶୀ ପାଣିଆ କରିବେନି, ପୁରା ମିଡ଼ିୟମ୍ ଟାଇପ୍ର ରଖିବେ। ଏଇଠି ଆପଣ ଦେଖିପାରୁଥିବେ ମୁଁ ଅଟାର ବ୍ୟାଟରକୁ ବେଶୀ ପାଣିଆ କରିନି କି ବେଶୀ ବହଳିଆ କରିନି, ପୁରା ମିଡ଼ିୟମ୍ ଟାଇପ୍ର ରଖିଛି। ଆପଣ ବି ଠିକ୍ ଏମିତି ହିଁ ରଖିନେବେ। ତ ଏଇଠି ଆମେ ପାଖାପାଖି 2 ଗିନା ଅଟା ସହିତ ଆମେ 2.5 ଗିନା ପାଣି ଦେଇ ଦେଇଛେ। ଏବେ ଆମେ ସେଥିରେ 2 ରୁ 3 ଚାମଚ ଚିନି ଦେଇଦେବା, ଯାହାଦ୍ୱାରା ଅଟାର ବ୍ୟାଟରଟା ପାଟିକି ଟିକେ ବହୁତ ବଢ଼ିଆ ଲାଗିବ, ମିଠା ମିଠା ଲାଗିବ। ଏବେ ଆମେ ଅଟାର ବ୍ୟାଟର ସହିତ ଚିନିକୁ ଭଲସେ ମିକ୍ସ କରି ନେବା, ଯାହାଦ୍ୱାରା ଚିନିଟା ଆମର ଅଟା ସହିତ ଭଲସେ ସେଟ୍ ହେଇଯିବ। ପିଠାଟା ଆମର ବହୁତ ବଢ଼ିଆ ସେ ବନିବ। ଏଠି ଦେଖନ୍ତୁ ମୁଁ ଭଲସେ ମିକ୍ସ କରି ନେଇଛି। ଆପଣ ପୁରା ଅଟାର ବ୍ୟାଟରଟା ଠିକ୍ ଏମିତି ହିଁ ରଖିନେବେ। ଏବେ ଆମେ ଏହାକୁ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟରେ ଛାଡ଼ିଦେବା। ତ ସେଥିପାଇଁ ଆମେ କଭର କରି ନେବା। ସେଇ ଭିତରେ ଚାଲନ୍ତୁ ଆମେ ନଡ଼ିଆ ପୁର ପ୍ରସ୍ତୁତ କରି ନେବା। ତ ପ୍ରଥମେ ମୁଁ ଏଇଠି କରେଇ ବସେଇ ନେଇଛି। ଏବେ ଆମେ ଦେଇଦେବା କୋରେଇଥିବା ନଡ଼ିଆକୁ। ତ ଏଇଠି ମୁଁ 1 ନଡ଼ିଆକୁ କୋରେଇକି ଦେଇ ଦେଉଛି। ଆପଣ ଯେଉଁ ପରିମାଣରେ ପିଠା ବନଉଥିବେ ସେହି ପରିମାଣରେ ଆପଣ ଅଟା ଆଉ ନଡ଼ିଆ ବ୍ୟବହାର କରିବେ। ନଡ଼ିଆକୁ ଦେଇ ସାରିଲା ପରେ ସେଥିରେ ଆମେ ଦେଇଦେବା 1 ଚାମଚରୁ 2 ଚାମଚ ଗୁଆ ଘିଅ। ଗୁଆ ଘିଅ ଦେବା ଦ୍ୱାରା ନଡ଼ିଆ ପୁରଟା ବହୁତ ହିଁ ଟେଷ୍ଟି ଲାଗିଥାଏ, ଖାଇବାକୁ ବହୁତ ହିଁ ସ୍ୱାଦିଆ ଲାଗିଥାଏ। ମିଠା ପାଇଁ ଏଇଠି ମୁଁ ଚିନି ନେଇଛି, ଆପଣ ଚାହିଁଲେ ଏଇ ଚିନି ଜାଗାରେ ଗୁଡ଼ ବି ୟୁଜ୍ କରିପାରିବେ। ତ ଏଇଠି ମୁଁ 2 ରୁ 3 ଚାମଚ ଚିନି ବ୍ୟବହାର କରିଛି। ଆପଣ ଚାହିଁଲେ ଚିନି ଏଠି କମ୍ ବେଶୀ ବି କରିପାରିବେ ଯଦି ଆପଣ ଚିନି ପକାନ୍ତି ତ, ନହେଲେ ଆପଣ ଗୁଡ଼ ପକେଇବେ। ଚିନିକୁ ଦେଇ ସାରିଲା ପରେ ଚିନିକୁ ନଡ଼ିଆ ସହିତ ଭଲସେ ମିଶାଇ ନେବା, ଯାହାଦ୍ୱାରା ଚିନିଟା ଆମର ନଡ଼ିଆ ସହିତ ଭଲସେ ସେଟ୍ ହେଇଯିବ। ନଡ଼ିଆକୁ ଆପଣ ଟିକେ ପରେ ଟିକେ ଏପଟ ସେପଟ କରି ନେଉଥିବେ, ନହେଲେ ଆମର ତଳେ ଲାଖି ଯାଇପାରେ। ଆପଣ ଏହି ସମୟରେ ଗ୍ୟାସକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ, ଜମାରୁ ବି ହାଇ ଦେବେନି। ହାଇ ଦେବା ଦ୍ୱାରା ଆମର ନଡ଼ିଆ ପୁରଟା ପୋଡ଼ି ଯାଇପାରେ। ତ ସେଥିପାଇଁ ଆପଣ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିନେବେ। ଏଇଠି ଆପଣ ଦେଖିପାରୁଥିବେ ନଡ଼ିଆ ପୁର ଆମର ପ୍ରସ୍ତୁତ ହୋଇଗଲାଣି। ଏବେ ଆମେ ସେଥିରେ 1 ଚାମଚ ଗୁଜୁରାତି ଗୁଣ୍ଡ ଦେଇଦେବା, ଯାହାଦ୍ୱାରା ନଡ଼ିଆ ପୁରର ଗୋଟେ ଭଲ ଫ୍ଲେଭର ଆସିବ। ଗୁଜୁରାତିକୁ ଭଲସେ ନଡ଼ିଆ ପୁର ସହିତ ମିକ୍ସ କରିନେବେ। ଏଇଠି ଆପଣ ଦେଖିପାରୁଥିବେ ନଡ଼ିଆ ପୁର ଆମର ପୁରା ରେଡ଼ି ହେଇଯାଇଛି। ନଡ଼ିଆ ପୁର ହେଇସାରିଲା ପରେ ହିଁ ଆପଣ ଗୁଜୁରାତି ପକାଇବେ, ତାର ଫ୍ଲେଭରଟା ବହୁତ ହିଁ ବଢ଼ିଆ ଆସିଯିବ। ଏଇଠି ଆମର 10 ମିନିଟ୍ ହେଇଯାଇଛି। ଏବେ ଆମେ କଭର ବାହାର କରି ନେବା। ଆପଣ 10 ମିନିଟ୍ରୁ ଅଧିକ କଭର କରିବା କିଛି ଆବଶ୍ୟକ ନାହିଁ। ଏଇଠି ଆମେ କଭର ବାହାର କରି ନେଇଛେ। ଏବେ ଆମେ ହାତରେ ଟିକେ ଭଲସେ ମିକ୍ସ କରି ନେବା। ଦେଖିପାରୁଥିବେ ବ୍ୟାଟରଟା ବହୁତ ଭଲସେ ସେଟ୍ ହେଇଯାଇଛି। ଏବେ ଆମେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତ ଲୁଣ ଏଇଠି ମୁଁ 1 ଛୋଟ ଚାମଚ ଦେଇ ଦେଉଛି। ଆପଣ ଯଦି ଅଧିକ ପରିମାଣରେ ଅଟାର ବ୍ୟାଟରଟା ପ୍ରସ୍ତୁତ କରିଥିବେ ତାହେଲେ ତାକୁ ଦେଖିକି ଆପଣ ଲୁଣ ବ୍ୟବହାର କରିନେବେ। ଏବେ ଆମେ ସେଥିରେ ଦେଇଦେବା ସୋଢ଼ା। ତ ଏଇଠି ମୁଁ 1 ଛୋଟ ସ୍ପୁନରେ ଅଳ୍ପ ଟିକେ ସୋଢ଼ା ଦେଇ ଦେଉଛି। ଏବେ ଆମେ ସବୁତିକକୁ ଭଲସେ ମିକ୍ସ କରି ନେବା।
एठी मु सबुतिक को भलसे मिक्स करि नेछि। आपण एठी देखि पारुथिबे अटार बैटरटा को मु बेसी पानिया करिनी कि बेसी बहलिया करिनी, पूरा मीडियम टाइप रा करिछि। आपण ठीक एमिति ही करि नेबे। एबे चलंतु आमे पिठा बनेइबा। आपण घरे एमिता छांच तो निश्चय थिबा। आमे एबे एई छांचरे ही पिठा प्रस्तुत करिबा। तो प्रथमे आमे सबु गोल रे तेल देई दबा। एठी मु रिफाइन तेल यूज करिछि, आपण भी रिफाइन तेल यूज करि नेबे। तेल देई सरला परे हाथ रे आमे तेल को सबुतिक गोल रे स्प्रेड करिकि लगे नबा, जहा द्वारा पिठाटा हमर इजीली उठी जिवो। एठी मु सबुतिक गोल रे हाथ रे मु तेल भल से स्प्रेड करि नेछि। आमे एबे एई छांचटा को गरम पानी ऊपर थोइबा। पूर्वरु मु पानी को गरम करके रखी देइथिली। एठी मु अध करेई पानी नेछि। पानी भल के गरम कर सरला परे छांचरे जो आमे तेल लगेइथिले से छांच को आनी कि आमे करेई ऊपर थोइबा। थोई सरला परे अटार बैटरटा आमे प्रस्तुत करिथिले से बैटर को आमे गोटे गोटे स्पून सबु गोल रे देई दबा। एठी देखंतु मु जेमिति करूछि आपण ठीक सेमिति ही घरे बनेइबे। देखिबे आपणकर पिठाटा बहुत बढ़िया से बनिबो, बहुत सॉफ्ट बनिबो। एठी आपण देखि पारुथिबे सबु गोल रे मु अटार बैटर देई देइछि। आपण भी एमती गोटे गोटे स्पून देबे, जमा अधिक देबेनी। अटार बैटर दे सरला परे पूर्वरु आमे नडिया पूर प्रस्तुत करि रखिथिले। एबे आमे सबु गोल रे नडिया पूर को देई दबा। नडिया पूर को देई सरला परे तापर आपण अटार बैटरटा आउ थरे देई परिबे। आपण चाहिए भी एमिति भी पिठा बनेई परिबे, किंतु आमे पूर देई सरला परे ता ऊपर अटार बैटरटा आमे दबा, जहा द्वारा नडिया पूर हमर अटार बैटर सहित भल से सेट होई रही परिबा। वर्तमान पर्यंत आपण मो वीडियोटी देखिलेनी। वीडियोटी केमिति लागिला प्लीज कमेंट रे मते निश्चिंत जणाइबे। जदि भल लागिथिबो ताले लाइक करिवे, आपनका फ्रेंड्स मानको बहुत परिमाण रे शेयर करिवे। आउ जदि आपण मो चैनल रे नुवा आसीथिबे ताले सब्सक्राइब करि देबे। सब्सक्राइब करबे को जम्मारु भूलिबेनी। नडिया पूर दे सला परे नडिया पूर ऊपर आमे अटार बैटरटा देई दबा। एठी देखंतु मु जेमिति करूछि आपण ठीक सेमिति ही घरे बनेइबे। देखिबे आपनकर पिठाटा बहुत बढ़िया से बनिबो, खाइबा को बहुत ही बढ़िया लागिबो। एठी हमें नडिया पूर ऊपर बैटर को देई देछे। एबे हमें एहा को 10 मिनिट पई कवर करि नबा। एठी हमर 10 मिनिट हेई गलानी। एबे हमें कवर बाहर करि नबा। देखंतु केते बढ़िया से पिठा बनी छी। एबे हमें सबतिक पिठा को गोटे स्पून सहायता रे ओलटाई नबा। देखंतु पिठा हमर केते बढ़िया से बनी छी। एठी हमें सबतिक पिठा को भल से उल्टाई नै छे। एबे हमें एहा को गोटे प्लेट रे बाहर करि नबा। आमे एबे पिठा को गोटे प्लेट रे बाहर करि नै छे। जेहेतु हमर पिठार तळपटा टिके कंचा थिबो त सेथिबाई आमे पिठा को टिके छाणी नबा। तो पिठा को छाणीबा पई प्रथमे मु तेल को भल से गरम करि नै छी। एबे आमे सेथिरे पिठा को गोटे पर गोटे पकाई नबा। एठा आपण देखि पारुथिबे तेल भी हमर बहुत भल से गरम हो जाई छी। पिठा को आमे टिके एपट सेपट करि नबा, जहा द्वारा पिठाटा हमर भल से हेई जिवो। एठी हमर पूरा पिठाटा पूरा परफेक्टली हेई गलानी। एबे आमे एहा को छाणी की गोटे प्लेट रे नै आसीबा। मु जेमिति पिठा बनेछि आपण सेमिति ही घरे बनान्तु, बहुत ही स्वादिया लागिबो। एठी हमर प्रस्तुत होई जाईछि अटा रे तयारी नुआ पिठा। आपण प्लीज प्लीज घरे ट्राई करंतु। आपण जदि आहुरी मोर नुआ नुआ वीडियो देखिबा को चाहउचंती पाखरे थिबा बेल आइकन को ऑल ऑप्शन प्रेस करंतु, जहा द्वारा आपण बागु फास्ट नोटिफिकेशन जीव हरी। आपण ही मोर फास्ट रेसिपी को देखि परिबे। एठी आपण देखि पारुथिबे पिठाटा हमर केते नरम हेची, सॉफ्ट हेची, खाइबा को बहुत ही टेस्टी हेची। आपण को मोर এই रेसिपीटी केमिति लागिला प्लीज कमेंट रे मते निश्चिंत जणाइबे। रहुची धन्यवाद।